ଆବଦ୍ଧ କରିବାକୁ এই ଯୁବକ ଏବଂ ଯୁବତୀଙ୍କ ସହିତ ଏଠାରେ ଏକତ୍ର ହୋଇଛୁ। ବିବାହ ସର୍ବତ୍ର ସମାଜରେ ଗୌରବାନ୍ୱିତ ଏବଂ ଆଦରଣୀୟ ବିଷୟ ଅଟେ। ତେଣୁ ସାଧୁପାଳ ବରକନ୍ୟାଙ୍କ ସମ୍ମିଳନୀକୁ ମଣ୍ଡଳୀର ନିପୁଣ ସମ୍ମିଳନୀ ପ୍ରକାଶ କରିଅଛନ୍ତି। ମନୁଷ୍ୟର ପବିତ୍ର ଅବସ୍ଥାରେ ପ୍ରେମ ଈଶ୍ୱର ସ୍ୱୟଂ ପ୍ରତିସ୍ଥାପନ କରିଥିଲେ ଏବଂ ଆମମାନଙ୍କ ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ବିବାହ ଉତ୍ସବ ଯୋଗଦାନ କରି ନିଜର ଉପସ୍ଥ ଦ୍ୱାରା ଏହି ପୁଣ୍ୟାବସ୍ଥାକୁ ସୁଶୋଭିତ ଏବଂ ପବିତ୍ର କରିଅଛନ୍ତି। ଅତଏବ ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ଭକ୍ତି ସହିତ ବିବେକର ସିଦ୍ଧାନ୍ତ ମତେ ଏବଂ ପ୍ରାର୍ଥନା ପୂର୍ବକ ଏହି ପବିତ୍ର ଗୁରୁତର ବିଷୟରେ ପ୍ରବୃତ୍ତ ହେବା କର୍ତ୍ତବ୍ୟ। ସୁଖରେ ବା ଦୁଃଖରେ, ସୁଦଶାରେ ବା ଦୁର୍ଦ୍ଦଶାରେ ଯେପରି ସ୍ୱାମୀ ସ୍ତ୍ରୀ ପରସ୍ପରଠାରୁ ସାହାଯ୍ୟ ଓ ସାନ୍ତ୍ୱନା ଲାଭ କରି ପ୍ରେମରେ ଓ ଆନନ୍ଦରେ ଏକତ୍ର ବାସ କରନ୍ତି, ସେଥିପାଇଁ ଏହି ବିବାହ ବିଧି ସ୍ଥାପିତ ହୋଇଛି। ଏହି ବିଧାନ ଅତୀବ ପବିତ୍ର ଏବଂ ଗୁରୁତର ଦାୟିତ୍ୱପୂର୍ଣ୍ଣ। ଅତଏବ ଏହା ସର୍ବତ ଭାବେ ନିର୍ଦ୍ଦୋଷ ଏବଂ ନିଷ୍କଳଙ୍କ ରକ୍ଷା କରିବା ଆବଶ୍ୟକ। ତୁମେ ଦୁହେଁ ବିବାହ ବନ୍ଧନ ଆବଦ୍ଧ ହେବା ବିଷୟରେ ଯଦି କେହି କୌଣସି ଉପଯୁକ୍ତ ଏବଂ ନ୍ୟାୟସଙ୍ଗତ ପ୍ରତିବନ୍ଧକର କାରଣ ଅଛି ତେବେ ବର୍ତ୍ତମାନ ପ୍ରକାଶ କର। ସ୍ୱାଗତ ସମ୍ପୂର୍ଣ୍ଣ ଇଚ୍ଛା ଅଛି। ଝିଅ ରଞ୍ଜିତା ସମ୍ପୂର୍ଣ୍ଣ ଇଚ୍ଛା ଅଛି। ଶ୍ରୀମତୀ ରଞ୍ଜିତା ବୀରଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। ପ୍ରତିଜ୍ଞା କରୁଛି ଯେ ଶ୍ରୀମାନ ସ୍ୱାଗତ ଲିମାଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରଶ୍ନ ପଚାରିବି। ହଁ, କି ବିବାହର ପବିତ୍ର ସମ୍ବନ୍ଧରେ ଈଶ୍ୱରଙ୍କ ମଙ୍ଗଳ ବିଧାନ ଯାଇ ଦାମ୍ପତ୍ୟ ପ୍ରେମରେ ଶ୍ରୀମତୀ ରଞ୍ଜିତା ବୀରଙ୍କୁ ନିଜର ବିବାହିତା ସ୍ତ୍ରୀ ରୂପେ ଗ୍ରହଣ କରିବ? ହଁ। ତୁମେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ ସମାଦର ସାନ୍ତ୍ୱନା ପ୍ରତିପାଳନ କରିବ? ହଁ। ପୁଣି ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ତ୍ରୀଠାରେ ଆଶ୍ରିତ ରହି ବିଶୁଦ୍ଧ ଓ ପବିତ୍ର ପ୍ରଣୟରେ ଏହାଙ୍କ ସହିତ ବାସ କରିବ? ହଁ। ଶ୍ରୀମତୀ ରଞ୍ଜିତା ବୀର, ତୁମେ କି ବିବାହର ପବିତ୍ର ସମ୍ବନ୍ଧରେ ଈଶ୍ୱରଙ୍କ ମଙ୍ଗଳ ବିଧାନ ମଣ୍ଡଳୀ ସାକ୍ଷାତରେ ମୁଁ ସ୍ୱାଗତ ଲିମା ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସାକ୍ଷାତରେ ଏବଂ ଆମମାନଙ୍କ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାମରେ ତୁମକୁ ଅର୍ଥାତ୍ ଶ୍ରୀମତୀ ରଞ୍ଜିତା ବୀରଙ୍କୁ ମୋର ବିବାହିତା ଭାର୍ଯ୍ୟା ରୂପେ ଆଜି ଉଭୟଙ୍କର ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। एकमात्र करुणाम स्वर्गस्थ पिता तुमर बहुमूल्य पवित्र नाम धन्यवाद करुछु प्रभु। तुम्हें आमको जागतिक भाव में समस्त कार्य करने अनुग्रह प्रदान कर समय प्रिय पुओ स्वागत प्रिय झील रंजिता उभय परस्पर विवाह बंधन आबद्ध होगा दृढ़ प्रतिज्ञाबद्ध है। पुणी समय विवाह चिन्ह स्वरूप परस्पर ये मुद्रिका ग्रहण कर तुम्हें प्रचुर मात्रा आशीर्वाद मैं तुमको स्त्री रूपे ग्रहण कर निदर्शन एवं श्रुति निमंते ये मुद्रिका प्रदान करुछि। मोर स्वामी स्वरूप ग्रहण कर निदर्शन एवं स्मृति स्वरूप ये मुद्रिका प्रदान करुछि। दुजन अर्थात श्रीमान स्वागत लिमा एवं श्रीमती रंजिता बीर पवित्र पूर्ण सूत्र में आबद्ध होगा निमंते
ଏହି ସଭା ସାକ୍ଷାତରେ ଏବଂ ଈଶ୍ୱରଙ୍କ ସମ୍ମୁଖରେ ସ୍ୱୀକୃତ ହୋଇଛନ୍ତି। ପୁଣି ପରସ୍ପର ହସ୍ତ ଧରି ବିବାହ ଚିହ୍ନ ଦେଇ ତା ଗ୍ରହଣ ଆପଣ ସମ୍ମତି ପ୍ରକାଶ କରିଛନ୍ତି। ଅତଏବ ଏମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ସମସ୍ତ କର୍ତ୍ତା ଦେବା यार देखो जो पिंदेला पर यार यार दिखाओ ना माला को हां ऑफ कर ले यार ना माला देख यार ना कैमरा आड़ो ना जो और टिकट स्माइल का पड़ता है यार ए हवा आंतु को हेल्ला बिल तो अमेरिकन सभापति दयाकर आसंतु। तांडीगुड़ार पूर्वतन चालक गीत गायक आसंतु जे कि आम गाँव समुदी कौन से चालक अच्छा आसतु ए समय स्वर्ग पिता तुम धन्यवाद कर प्रभु कारण तुम्हें सब अवस्था आमर प्रतिबालक हो आमर अभिभावक हो आसी आमर समस्त दुख सुख आमर सहभागिता कर आम तुम धन्यवाद कर प्रभु अनेक दिन चिंता आशा अपेक्षा को तुम्हें दयाक आज प्रिय उभय परिवार को सफल कर सौभाग्य देमें तुम धन्यवाद कर प्रभु विधि मते महिमा पाओ तुम्हें गौरवान्वित हो ये समस्त कार्य अपना हस्तमुख उभय परिवार को पिला आशीर्वाद कर तेणु सब धन्यवाद पूजा प्रशंसा केवल तुमको दे समस्त कार्य को तुम भोग्य पद तले समर्पण कर प्रभु जीशु नाम मांगिलु पिता आमेन। परिवर्ते रंजिता लिमा हब धन्यवाद। सर्वशक्तिमान सर्वपरिष्ठ पिता ईश्वर सीमा प्रेम तो पुत्र कृष्ण प्रचुर अनुग्रह साहाय्यकारी पवित्र आत्मा तुम स्वर्गीय सुख शांति शिक्षा चेतना चारणा एवं सुमधुर सहभागिता आम समस्त प्रति विशेष भाव ये नव दंपति प्रति आब सारा विश्व तुम आश्रित जन प्रति पुण्य सब सदा सर्वदा संगे संगे हंतु आमेन।